ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଧାର୍ମିକକୁ କାହିଁକି ବିପଦ ଆସେ? ଧାର୍ମିକକୁ କାହିଁକି ବିପଦ ଆସେ? ଗୋଟେ ସୁନ୍ଦର ପଦ ପଢ଼ିବା ବାଇବଲରୁ, ଗୀତ ସଂହିତା 34 ଗୀତ 19 ପଦ ଲେଖାଗଲା, ଧାର୍ମିକର ବିପଦ ଅନେକ। ଏଠି ଲେଖାଯାଇଥାନ୍ତା ଦୁଷ୍ଟର ବିପଦ ଅନେକ, ପାପୀର ବିପଦ ଅନେକ, ଅଧାର୍ମିକର ବିପଦ ଅନେକ, ଆମେ ବୁଝିପାରିଥାନ୍ତୁ। ମାତ୍ର ଧାର୍ମିକର ବିପଦ ଅନେକ। ଯେଉଁମାନେ ଠିକ୍ ଅଛନ୍ତି, ପ୍ରଭୁଙ୍କ ବାଟରେ ଯାଉଛନ୍ତି, ପ୍ରାର୍ଥନା ସହଭାଗିତା ପବିତ୍ର ଜୀବନଯାପନ କରୁଛନ୍ତି, ସେହି ପ୍ରକାର ବ୍ୟକ୍ତିମାନଙ୍କ ଜୀବନରେ ବିପଦ ଅନେକ ଅନେକ, ଗୋଟେ ନାହିଁ, ଦୁଇଟା ନାହିଁ, ତିନିଟା ନାହିଁ, ଅନେକ ବିପଦ। ଆଜି ଅନେକ ଜଣ ସେମାନେ ପ୍ରାର୍ଥନା ଆସିବା, ପ୍ରଭୁଙ୍କ ସହିତ ଲାଗି ରହିବା, ଦାନ ଦଶମାଂଶ ଦେବା, ପଛରେ ଉଦ୍ଦେଶ୍ୟ କ'ଣ ଅଟେ? ଯେ ସେମାନଙ୍କ ଜୀବନରେ କୌଣସି ପ୍ରକାର ବିପଦ ନ ଆସୁ, ସେମାନେ ସବୁବେଳେ ସୁଖ ଶାନ୍ତି ଆନନ୍ଦରେ ରୁହନ୍ତୁ, ମେଡ଼ିକାଲ ଯିବାକୁ ନ ପଡ଼ୁ, ଅଭାବ ନ ହେଉ, କୌଣସି ପ୍ରକାର ଦୁର୍ଘଟଣା ସେମାନଙ୍କ ଜୀବନରେ ନ ଘଟୁ। ଏଥିପାଇଁ ଅନେକ ଜଣ ଅଛନ୍ତି, ସେମାନେ ପବିତ୍ର ଜୀବନଯାପନ କରନ୍ତି। କାଳେ ମୁଁ ବାଇବଲ ନ ପଢ଼ିଲେ ପ୍ରଭୁ କିଛି ଦଣ୍ଡ ଦେଇଦେବେ, କାଳେ ଯଦି ମୁଁ ପ୍ରାର୍ଥନା ନ କଲେ ମୋ ଉପରେ କୌଣସି ପ୍ରକାର ବିପଦ ପଳାଇ ଆସିବ, ଦଶମାଂଶ ନଦେଲେ ଅଭାବ ମୋ ଉପରେ ମାଡ଼ି ବସିବ, ଏହି ପ୍ରକାର ଭାବରେ ଲୋକମାନେ ଭୟଭୀତ ହୋଇ ଅଛନ୍ତି। ଆଉ ସେଥିପାଇଁ ସେମାନେ ଧାର୍ମିକ ଜୀବନଯାପନ କରୁଛନ୍ତି। ଆଉ ସେମାନଙ୍କ ଉଦ୍ଦେଶ୍ୟ କ'ଣ? ମୁଁ ଧାର୍ମିକ ଜୀବନଯାପନ କରୁଛି ଯେ ମୋ ଜୀବନରେ କୌଣସି ପ୍ରକାର ବିପଦ ଅସୁବିଧା ନ ଆସେ। ମାତ୍ର ବାଇବଲ ଆମମାନଙ୍କୁ କ'ଣ କହେ? ଧାର୍ମିକର ବିପଦ ଅନେକ। ଧାର୍ମିକର ବିପଦ ଅନେକ। ତାପରେ ଦେଖାଯାଉଛି, ମାତ୍ର ସେ ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି। ଯେଉଁ ବିପଦ ତା ଜୀବନରେ ଆସିଛି, ସବୁ ବିପଦରୁ ପରମେଶ୍ୱର ତାକୁ ଉଦ୍ଧାର କରନ୍ତି। ପ୍ରିୟମାନେ, ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଧାର୍ମିକକୁ କାହିଁକି ବିପଦ ଆସେ, କାହିଁକି ଧାର୍ମିକ ତାଳନା ପ୍ରାପ୍ତ ହୁଏ, କାହିଁକି ଧାର୍ମିକ କଷ୍ଟ ମଧ୍ୟ ଦେଇଯାଏ, ଏହି ବିଷୟରେ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ପ୍ରିୟମାନେ, ଗୋଟେ ଧାର୍ମିକ ବ୍ୟକ୍ତିଙ୍କୁ ଉଚ୍ଚକୁ ନେଇଯିବା ନିମନ୍ତେ ପରମେଶ୍ୱର ତା ଜୀବନରେ ବିପଦ ଉପରେ ବିପଦ ଆସିବା ପାଇଁ ଅନୁମତି ଦିଅନ୍ତି। ଆମେ ଦେଖୁଛୁ ଯୋସେଫ, ସେ ବହୁତ ସୁନ୍ଦର ପ୍ରଭୁଙ୍କୁ ଭୟ କରୁଥିବା ବ୍ୟକ୍ତି, ବାପାଙ୍କର ଆଜ୍ଞା ମାନୁଥିବା ବ୍ୟକ୍ତି, ଆଉ ଭାଇମାନଙ୍କ ସହିତ ମିଶି କୌଣସି ପ୍ରକାର ଖରାପ କାମ ନ କରିବା ବ୍ୟକ୍ତି। ସେହି ଯୋସେଫଙ୍କ ଜୀବନରେ ଏହି ପ୍ରକାର ବିପଦ ଉପରେ ବିପଦ ଆସୁଛି। ଭାଇମାନେ ବିକି ଦେଉଛନ୍ତି, ଗାତରେ ପକାଇ ଦେଉଛନ୍ତି, ଯେଉଁଠାରେ ଯାଇ ବିଶ୍ୱସ୍ତରେ କାମ କରୁଥିଲେ ସେହି ଘରର ସେହି ସ୍ତ୍ରୀ ଲୋକ ତାଙ୍କୁ ବିନା କାରଣରେ କାରାଗାରରେ ଠେଲି ଦେଉଛନ୍ତି। ମାତ୍ର ଆମେ ଦେଖୁଛୁ ଯେ ଏହିସବୁ ବିପଦ ମଧ୍ୟ ଦେଇକିନା ଯେତେବେଳେ ସେ ଯାଉଛନ୍ତି, ପ୍ରଭୁ ତାଙ୍କର ସହିତ ଅଛନ୍ତି, ଆଉ ତାଙ୍କୁ ମିଶର ଦେଶର ପ୍ରଧାନମନ୍ତ୍ରୀ କରୁଛନ୍ତି। ପ୍ରିୟମାନେ, ଧାର୍ମିକକୁ କାହିଁକି ବିପଦ ଆସେ? ଉଚ୍ଚକୁ ନେଇଯିବା ପୂର୍ବରୁ ପରମେଶ୍ୱର ତାକୁ ପ୍ରସ୍ତୁତ କରିବା ନିମନ୍ତେ ତା ଜୀବନରେ ବିପଦ ଆସେ। ଏହା ଆଇବଙ୍କ ଜୀବନରୁ ମଧ୍ୟ ଆମେ ଦେଖିପାରୁଛୁ। ଯୋସେଫଙ୍କ ଜୀବନରେ ଆମେ ଦେଖୁଛୁ ଯେ ଯୋସେଫଙ୍କୁ ଉଚ୍ଚରେ ସ୍ଥାପନ କରିବା ପାଇଁ, ଉଚ୍ଚ ପଦକୁ ନେଇଯିବା ପାଇଁ, ତାକୁ ପ୍ରସ୍ତୁତ କରିବା ନିମନ୍ତେ ଏହି ପ୍ରକାର ବିପଦ ମଧ୍ୟ ଦେଇ ତାଙ୍କୁ ଯାଉଛନ୍ତି। ଆଜି ଯଦି ଆପଣ କୌଣସି ପ୍ରକାର ବିପଦ ମଧ୍ୟ ଦେଇ ଯାଉଛନ୍ତି, ତାହେଲେ ଏହି ବିପଦ ଆପଣଙ୍କୁ ନଷ୍ଟ କରିବା ନିମନ୍ତେ ନୁହେଁ, ଆପଣଙ୍କୁ ପରିଷ୍କାର କରିବା ପାଇଁ, ଆପଣଙ୍କୁ ପ୍ରସ୍ତୁତ କରିବା ପାଇଁ ଏହି ବିପଦ ପରମେଶ୍ୱର ଆପଣଙ୍କ ଜୀବନରେ ଆସିବା ପାଇଁ ଅନୁମତି ଦେଇଛନ୍ତି। ଧାର୍ମିକର ବିପଦ ଅନେକ। ଯୋସେଫଙ୍କ ବିପଦ ଅନେକ ଥିଲା। ତାଙ୍କ ମା ବାପା, ଭାଇ ଭଉଣୀ, ଜ୍ଞାତି କୁଟୁମ୍ବ କେହି ତାଙ୍କୁ ଉଦ୍ଧାର କଲେ ନାହିଁ, କେହି ରକ୍ଷା କଲେ ନାହିଁ। ମାତ୍ର ପରମେଶ୍ୱର ଏହି ପ୍ରକାର ଭାବେ ରକ୍ଷା କଲେ। ତାଙ୍କର ବିପଦ ତୁଳନାରେ ତାଙ୍କର ଆଶୀର୍ବାଦ କେତେ ବଡ଼ ଥିଲା। ଆଇବଙ୍କ ଜୀବନରେ ଆମେ ଦେଖୁଛୁ, ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ପ୍ରଭୁଙ୍କୁ ଭୟ କରୁଥିବା ବ୍ୟକ୍ତି, କୁକ୍ରିୟା ତ୍ୟାଗୀ ବ୍ୟକ୍ତି ଥିଲେ। ମାତ୍ର ତାଙ୍କ ଜୀବନରେ ବିପଦ ମଧ୍ୟ କମ୍ ନୁହେଁ।
ତାଙ୍କ ଜୀବନରେ ଭୟଙ୍କର ବିପଦ ଆସିଲା। କାହିଁକି ଆଇବଙ୍କ ଜୀବନରେ ଏତେ ବିପଦ ଉପରେ ବିପଦ ଆସିଲା? କାରଣ ଆଇବଙ୍କର ସମ୍ପତ୍ତିକୁ ତାଙ୍କର ବ୍ଲେସିଂକୁ ଡବଲ କରିବା ପାଇଁ ଆଇବ 42 ଅଧ୍ୟାୟର 12 ପଦରେ ଏହି ରୂପେ ସଦାପ୍ରଭୁ ଆଇବଙ୍କର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥା ଅଧିକ ଆଶୀର୍ବାଦ ଯୁକ୍ତ କଲେ। ସମ୍ପତ୍ତି ଡବଲ ହେଇଗଲା। ତାଙ୍କର ଯେତିକି ସମ୍ପତ୍ତି ଥିଲା ତା ସମ୍ପତ୍ତି ବଢ଼ିଗଲା, ଡବଲ ହେଇଗଲା। ପ୍ରିୟମାନେ, ଧାର୍ମିକ ଜୀବନରେ ବିପଦ ଏଥିପାଇଁ ଆସେ, ପରମେଶ୍ୱର ସେହି ଧାର୍ମିକ ବ୍ୟକ୍ତିଙ୍କର ଆଶୀର୍ବାଦକୁ ସେ ଡବଲ ପର୍ସନ୍ କରିବା ପାଇଁ ଚାହୁଁଛନ୍ତି, ବଢ଼େଇ ଦେବା ପାଇଁ ଚାହୁଁଛନ୍ତି। ସେଥିପାଇଁ କୌଣସି ପ୍ରକାର ଭାବରେ ଆମକୁ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଆମର ଜୀବନରେ ଯଦି ବିପଦ ମାଡ଼ି ଆସୁଛି, ଆମେ ଧାର୍ମିକ ଜୀବନଯାପନ କରୁଛୁ, ତାହେଲେ ଆମକୁ ଉଦ୍ଧାର କରିବା ପାଇଁ, ଆମକୁ ରକ୍ଷା କରିବା ପାଇଁ ଆମର ଉଦ୍ଧାରକର୍ତ୍ତା ସେ ଅଛନ୍ତି। ସେ ଆମକୁ ଉଦ୍ଧାର କରିବେ, ଆମକୁ ରକ୍ଷା କରିବେ। ଲୋକମାନେ ଆମକୁ ବିଭିନ୍ନ ପ୍ରକାର ବିଷୟ କହିପାରନ୍ତି, ମାତ୍ର ଆମେ କୌଣସି ପ୍ରକାର ବିଷୟରେ ବିଚଳିତ ହେବା ନାହିଁ। ଧାର୍ମିକର ବିପଦ ଅନେକ, ମାତ୍ର ବିନା କାରଣରେ ଧାର୍ମିକ ଜୀବନରେ ବିପଦ ଆସେ ନାହିଁ। ପରମେଶ୍ୱର ଗୋଟେ ଉଦ୍ଦେଶ୍ୟ ନାହିଁ, ଗୋଟେ ଧାର୍ମିକକୁ ସେହି ପ୍ରକାର ମଧ୍ୟ ଦେଇକି ଆସି କଢ଼େଇ ନେଉଅଛନ୍ତି। ଯେଉଁ ସମୟରେ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ବିଚଳିତ ହେବାର ନାହିଁ। କାହିଁକି ଧାର୍ମିକର ବିପଦ ଆସେ? କାରଣ ତାର ଧାର୍ମିକତାକୁ ଆହୁରି ଅଧିକ ବଢ଼େଇବା ପାଇଁ। ପ୍ରକାଶିତ ପୁସ୍ତକ 22 ଅଧ୍ୟାୟ ଲେଖାଗଲା 11 ପଦରେ, ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ଯେ ଧାର୍ମିକ ସେ ଆହୁରି ଧର୍ମାଚରଣ କରୁ, ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ପ୍ରିୟମାନେ, ଯେତେବେଳେ ଗୋଟିଏ ସୁନାକୁ ନିଆଁରେ ପକାଯାଏ, ସେହି ସମୟରେ ସେ ସୁନା ନଷ୍ଟ ହୋଇଯାଏ ନାହିଁ। ସେ ସୁନା ଆହୁରି ଅଧିକ ତେଜ ଦିଏ, ଆହୁରି ଅଧିକ ବହୁମୂଲ୍ୟ ହୋଇଯାଏ। ସେହି ପ୍ରକାର ଭାବରେ ଆମର ଧାର୍ମିକତାକୁ ଆହୁରି ବଢ଼ାଇବା ପାଇଁ, ଧାର୍ମିକ ଆହୁରି ଅଧିକ ଧାର୍ମିକ ଯେ ପ୍ରକାର ହୋଇପାରିବ, ସେଥି ନିମନ୍ତେ ଆମର ଧାର୍ମିକତାର ସ୍ତରକୁ ବଢ଼ାଇବା ନିମନ୍ତେ ପରମେଶ୍ୱର ଆମମାନଙ୍କ ଜୀବନରେ ବିପଦ ଆସିବା ପାଇଁ ଅନୁମତି ଦିଅନ୍ତି। ଆମ ଜୀବନରେ ଧର୍ମ ଜୀବନଯାପନ କରୁଥିବା ସମୟରେ ଆମେ ଯଦି କୌଣସି ପ୍ରକାର ବିପଦ ମଧ୍ୟ ଦେଇ ଯାଉଛୁ, ତାହେଲେ କୌଣସି ପ୍ରକାର ଭାବରେ ବିଚଳିତ ହେବାର ଆବଶ୍ୟକ ନୁହେଁ। ଧାର୍ମିକର ବିପଦ ଅନେକ ଥିବ, ମାତ୍ର ରକ୍ଷା କରିବା ପାଇଁ ପ୍ରଭୁ ସାଙ୍ଗରେ ଅଛନ୍ତି। ଯେଉଁ ପରମେଶ୍ୱର ଯୋସେଫଙ୍କୁ ରକ୍ଷା କଲେ, ଯେଉଁ ପରମେଶ୍ୱର ଆୟୁବଙ୍କୁ ରକ୍ଷା କଲେ, ସେହି ପରମେଶ୍ୱର ଆମକୁ ମଧ୍ୟ ରକ୍ଷା କରିବେ, ଆମକୁ ମଧ୍ୟ ଉଦ୍ଧାର କରିବେ। ଯଦି ଆପଣ କୌଣସି ପ୍ରକାର ବିପଦ ମଧ୍ୟ ଦେଇ ଯାଉଛନ୍ତି, ତାହେଲେ ପ୍ରଭୁ ଆଜି ଆପଣଙ୍କୁ ଏ ବାକ୍ୟ ମାଧ୍ୟମରେ କଥା କହୁଛନ୍ତି ଯେ ବିପଦ ତ ଥିବ, ବିପଦକୁ ଦେଖ ନାହିଁ, ଉଦ୍ଧାରକାରୀ ଅଛନ୍ତି। ସେ ଉଦ୍ଧାର କରିବେ, ସେ ଛାଡ଼ିବେ ନାହିଁ, ସେ ପରିତ୍ୟାଗ କରିବେ ନାହିଁ, ସେ ଭୁଲିଯିବେ ନାହିଁ। ପ୍ରିୟମାନେ, ପରମେଶ୍ୱର ଆମକୁ ଉଦ୍ଧାର କରିବା ପାଇଁ ସବୁବେଳେ ଅଛନ୍ତି। ଦାନିଏଲକୁ କ'ଣ ବିପଦ କମ୍ ଥିଲା କି? ଧାର୍ମିକ ବ୍ୟକ୍ତି ଦାନିଏଲ, ତାଙ୍କୁ ସିଂହ ଗାତରେ ପକାଇ ଦିଆଗଲା, ମାତ୍ର ସେ ସିଂହ ଗାତରେ ପରମେଶ୍ୱର ତାଙ୍କ ସହିତ ଥିଲେ। ପ୍ରଭୁଙ୍କର ଗୌରବ ମହିମା ହେଉ। ପ୍ରିୟମାନେ, ଆମେ ଧାର୍ମିକ ଅଟୁ, ଧାର୍ମିକର ବିପଦ ଅନେକ, ମାତ୍ର ସେ ବିପଦରୁ ଉଦ୍ଧାର କରିବା ପାଇଁ ଉଦ୍ଧାରକର୍ତ୍ତା ମଧ୍ୟ ଆମ ସହିତ ଅଛନ୍ତି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ତୁମକୁ ଧନ୍ୟବାଦ ଦିଏ। ଆଜି ଅନେକ ଜଣ ଧାର୍ମିକ ଜୀବନଯାପନ କରି ମଧ୍ୟ ସେମାନେ କଷ୍ଟ, ନିନ୍ଦା, ତାଡ଼ନା, ଯନ୍ତ୍ରଣା ମଧ୍ୟରେ ଯାଉଛନ୍ତି। ଆଉ ସେମାନେ ଜାଣିପାରୁନାହାନ୍ତି କ'ଣ ପାଇଁ ମୋ ଜୀବନରେ ଏସବୁ ଘଟୁଛି। ମାତ୍ର ତୁମେ ଆଜି ପୁନର୍ବାର ଆମମାନଙ୍କୁ ପ୍ରଭୁ ସାନ୍ତ୍ୱନା ଦେଲ, ଉତ୍ସାହ କଲ। ଆଉ ଆମମାନଙ୍କୁ ପ୍ରଭୁ ତୁମେ ଏହି ବିପଦ ବିଷୟରେ କଥାବାର୍ତ୍ତା ହେଲ। ମୁଁ ତୁମକୁ ଧନ୍ୟବାଦ ଦେଉଛି। ପ୍ରାର୍ଥନା କରେ ଯେଉଁମାନେ ଏହି ପ୍ରକାର ବିପଦମାନଙ୍କ ମଧ୍ୟ ଦେଇ ଯାଉଛନ୍ତି, ସେ ସମସ୍ତଙ୍କୁ ସମ୍ଭାଳ, ଯତ୍ନ ନିଅ। ସେମାନେ କୌଣସି ପ୍ରକାର ଭାବରେ ଭାଙ୍ଗି ନ ପଡ଼ି ଧୀର ସ୍ଥିର ହୋଇ ତୁମ ଉପରେ ନିର୍ଭର କରି ଜୀବନଯାପନ କରିବେ। ତୁମେ ଅନୁଗ୍ରହ ପ୍ରଦାନ କର ପ୍ରଭୁ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମିନ୍ ଆମିନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଦୟା କରନ୍ତି, ଅନୁଗ୍ରହ କରନ୍ତି, ତାହେଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।